ମାଘ ମାସର ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ସରସ୍ୱତୀ ପୂଜା ବହୁତ ଆଡମ୍ବର ସହିତ ପାଳନ କରାଯାଏ। ଆଜି ମଧୁବନ ଜଙ୍ଗଲର ବିଦ୍ୟାଳୟରେ ସବୁ ପିଲାମାନେ ଏକାଠି ହୋଇ ବିଦ୍ୟାଳୟ ସଫାସୁତୁରା କରିବାରେ ଲାଗି ପଡ଼ିଛନ୍ତି। କିଏ କ୍ଲାସରୁମ୍ ଝାଡୁ କରୁଛି ତ କିଏ ପାଣି ପକେଇ ଧୋଉଛି। ଠିକ୍ ସେତିକି ବେଳେ ତାଙ୍କ ସ୍କୁଲର ରାନୁ ଦିଦି କ୍ଲାସରୁମରେ ଆସି ପହଞ୍ଚିଲେ। ଆରେ ଆରେ ପିଲାମାନେ, ଏସବୁ କଣ? ପାଠ ପଢା ଛାଡି କ୍ଲାସରୁମ୍ କଣ ଧୁଆ ପୋଛା ହଉଛି? ମ୍ୟାଡାମ, ଆଗକୁ ତ ସରସ୍ୱତୀ ପୂଜା, ସେଥିପାଇଁ ଆମେ ଏସବୁ କରୁଛୁ। ଆରେ ପାଗଳ ଦଳ, ସରସ୍ୱତୀ ପୂଜା କାଲି ନା ଆଜି? ପୂଜା ପାଇଁ ବା ଆଉ 3-4 ଦିନ ବାକି ରହିଲାଣି। ହଁ ଯେ ମ୍ୟାଡାମ, ହେଲେ ଚୁପଚାପ କହିଦଉଛି ସେ କାମ ବନ୍ଦ କର ଆଉ ବହି ବାହାର କର, ପାଠ ପଢା ହବ। ସବୁ ପିଲାମାନେ ମ୍ୟାଡାମଙ୍କ କଥା ମାନି କାମ ସବୁ ବନ୍ଦ କରିଦେଲେ ଆଉ ପଢିବା ପାଇଁ ବହି ନେଇ ଆସି ବସିଲେ। ଆଚ୍ଛା, ତମେ ସବୁ ପିଲା ପୂଜା ପାଇଁ ବହୁତ ଏକ୍ସାଇଟେଡ୍ ଅଛ ଲାଗୁଛି, ହଁ ନା ନାଇଁ? ଆଚ୍ଛା, ଯଦି ତମେ ସରସ୍ୱତୀ ପୂଜା ପାଇଁ ଏତେ ଏକ୍ସାଇଟେଡ୍, ତାହେଲେ ମୁଁ ଗୋଟେ କ୍ୱେଶ୍ଚିନ୍ ପଚାରୁଛି। କହିଲ, ସରସ୍ୱତୀ ମାତା କିଏ? ସେ କେବେ ସୃଷ୍ଟି ହୋଇଥିଲେ ଆଉ କଣ ପାଇଁ ତାଙ୍କର ଜନ୍ମ ହୋଇଥିଲା? କହିପାରିବ? ମ୍ୟାଡାମଙ୍କର ଏମିତି ପ୍ରଶ୍ନ ଶୁଣି ସବୁ ପିଲା ଚୁପ୍ ହେଇଗଲେ। ଜଣେ ଅନ୍ୟ ଜଣଙ୍କ ମୁହଁକୁ ଦେଖିଲେ, କାରଣ ତାଙ୍କ ପାଖରେ ଏ ପ୍ରଶ୍ନର ଉତ୍ତର ନଥିଲା। କଣ ପୂଜା କରିବ ପା? ଏବେ ଚୁପ୍ କାହିଁ ଅଛ? ଯାହାକୁ ପୂଜା କରିବ ତାଙ୍କ ବିଷୟରେ କିଛି ନ ଜାଣି ପୂଜା କାହିଁ କରିବ? ମ୍ୟାଡାମ, ଆମେ ଜାଣିନୁ। ଆଚ୍ଛା ହଉ, ଯଦି କେହି ଜାଣିନ ତାହେଲେ କାଲି ନିଜ ଘରୁ ବୁଝି ଆସିବ। ସରସ୍ୱତୀକୁ ନେଇକି ମୁଁ କିଛି ପ୍ରଶ୍ନ ପଚାରିବି, ସବୁ ପିଲା ଉତ୍ତର ଜାଣିଥିବା ଦରକାର। ଯିଏ ଅଧିକ ଉତ୍ତର ଦେବ ସିଏ ଫାଷ୍ଟ ହବ, ଆଉ ଯିଏ ଫାଷ୍ଟ ହବ ପୂଜା ଦିନ ଭୋଗ ସିଏ ଅଧିକା ଖାଇବ, ଆଉ 2ଟା ଲଡୁ ତାକୁ ଏକ୍ସଟ୍ରା ଦିଆଯିବ। ଆଜ୍ଞା ମ୍ୟାଡାମ। ତାପରେ ସ୍କୁଲ ଛୁଟି ହେଇଗଲା ଆଉ ପିଲାମାନେ ନିଜ ନିଜ ଘରକୁ ଗଲେ। ମାମା, ଏ ମାମା। କହ, କଣ କହୁଛୁ? ମାମା, ତମେ ସ୍କୁଲରେ ଆଜି ଯୋଉ ପ୍ରଶ୍ନ ପଚାରିଥିଲ ତା ଉତ୍ତର ମତେ ଦିଅ। ସରସ୍ୱତୀଙ୍କ ବିଷୟରେ ତମେ ମତେ କୁହ। ଦେਖ ଜଗୁ, ମୋ ମୁଣ୍ଡ ବହୁତ ଟେନସନ ହେଇ ଅଛି। ତୁ ମତେ ଜମା ଡିଷ୍ଟର୍ବ କରନି। ଯା ସେ ଟିକି ଆଣ୍ଟି ଘରକୁ, ସିଏ ସବୁ କହିଦେବେ। ମୋ ମୁଣ୍ଡ ଖାନା ପଳା ଏଠୁ। ତାପରେ ଜଗୁ ଟିକି ଚଢେଇ ଘରକୁ ଉଡିଗଲା। ଚମ୍ପା, ଏ ଚମ୍ପା, ଆ ଖାଇବ? ନାଇଁ ମାମା, ମୁଁ ଏବେ ଖାଇବିନି। ଆରେ ତୁ ଗୋଟେ କଣ ଖୋଜୁଛୁ? କଣ? ମତେ କହ। ମା, ମୁଁ ଗୋଟେ ବହି ଖୋଜୁଛି ଯୋଉଥିରେ ସରସ୍ୱତୀ ମାତାଙ୍କ ବିଷୟରେ ଲେଖା ହେଇଥିଲା। ହଁ ହେଲା ଯେ, ହେଲେ ହଠାତ୍ କଣ ଦରକାର ପଡିଲା? ମାମା, କାଲି ଆମ ସ୍କୁଲରେ ସରସ୍ୱତୀଙ୍କୁ ନେଇ ପ୍ରଶ୍ନ କରାଯିବ। ଯିଏ ସବୁଠୁ ଭଲ ଉତ୍ତର ଦେବ ତାକୁ ପୂଜାରେ ଅଧିକ ଭୋଗ ଦିଆହବ। ଆଉ ଜାଣିଛ, 2ଟା ଲଡୁ ବି ଦିଆହବ। ତମେ ତ ଜାଣିଛ ମୋର ଲଡୁ କେତେ ପସନ୍ଦ। ଆଚ୍ଛା, ଏଇ କଥା। ଚାଲ ଯିବା, ଟିକି ଆଣ୍ଟି ପାଖକୁ ଯିବା। ସେ ସରସ୍ୱତୀଙ୍କ ବିଷୟରେ ସବୁ ଜାଣିଛି, ସେ ତତେ କହିଦବ। ରାଣୀ ଆଉ ତା ଝିଅ ଚମ୍ପା ଚଢେଇ ଘରକୁ ଗଲେ। ମଧୁବନ ଜଙ୍ଗଲରେ ମିନୁ ମାଉସୀ ଜଙ୍ଗଲର ସବୁଠାରୁ ବୟସ୍କ ପକ୍ଷୀ ଥିଲା। ସେ କାହିଁ କେତେ ବର୍ଷରୁ ସେଇ ଜଙ୍ଗଲରେ ରହିଆସୁଥିଲା। ପରିବାର କହିଲେ ସେ ଏକା, ତାର ଆଉ କେହି ନାହାନ୍ତି। ମଧୁବନ ଜଙ୍ଗଲର ବଜାରରେ ସେ ଗୋଟେ ଛୋଟ ଦୋକାନ କରିଥାଏ। ପୂଜା ପର୍ବ ଆସିଲେ ପୂଜା ସାମଗ୍ରୀ ସହ ଫୁଲ, ଫଳ, ଭୋଗ ମଧ୍ୟ ବିକ୍ରି କରେ। ଆଉ ମିନୁ ମାଉସୀ ବିଭିନ୍ନ ପର୍ବପର୍ବାଣୀ ଅନୁଯାୟୀ ସେ ତା ଦୋକାନ ଚଳାଏ। ଆଉ କିଛି ଦିନ ରହିଲା ସରସ୍ୱତୀ ପୂଜା। ସେ ତା କାମ ଏବେଠାରୁ ଆରମ୍ଭ କରିଦେଲାଣି। ସେ ଟିକି ଚଢେଇ ଘରକୁ ଫଳ ଆଣିବା ପାଇଁ ବାହାରିଗଲା। ଟିକି ଚଢେଇ ଗୋଟେ ଛୋଟ ଫଳ ବଗିଚାଟେ କରିଥାଏ। ସେ ବିଭିନ୍ନ ପ୍ରକାରର ଫଳ ଚାଷ କରେ, ତାକୁ ବଜାରରେ ବିକ୍ରି କରି ତା ପରିବାର ପ୍ରତିପୋଷଣ କରେ। ଟିକି, ମାରେ, କୋଉଠି ଅଛୁ? ଆରେ ମିନୁ ମାଉସୀ, ତମେ ଏଠି? ଆସ, ଘରକୁ ଆସ। ହଁ ରେ ମା, ମୁଁ କିଛି ଫଳ ପାଇଁ ଆସିଛି। ମୋର ତ ବୟସ ହେଇଗଲାଣି। ମୁଁ କଣ ଏତେ ଜଲ୍ଦି ଦୋକାନରେ ସବୁ ଜିନିଷ ପହଞ୍ଚେଇ ପାରିବି? ଆଉ ଅଳ୍ପ ଦିନ ରହିଲା ସରସ୍ୱତୀ ପୂଜା। ଏବେଠାରୁ କଷ୍ଟ କଲେ ଯାହା 2 ପଇସା ବାହାରିବ। ହଉ ମାଉସୀ, ଆସ, ମୁଁ ଫଳ ତୋଳୁଛି। ଠିକ୍ ସେଇ ସମୟରେ ରାଣୀ ଜଗୁ ଆଉ ଝିଅ ଚମ୍ପା ଆସି ପହଞ୍ଚିଲେ। ଆଉ ଜଗୁ ସାନକା ମଧ୍ୟ ଆସି ପହଞ୍ଚିଲେ। ଆରେ କଣ ହେଇଛି? ତୁମେମାନେ ସବୁ ମୋ ଘରେ? କଥା କଣ? ଆଣ୍ଟି, ସରସ୍ୱତୀ ମା କିଏ? ଆଣ୍ଟି, କେବେ ତାଙ୍କ ଜନ୍ମ ହେଇଥିଲା? ମା, କଣ ପାଇଁ ତାଙ୍କ
ସବୁ ଛୋଟ କେତେ କେତେ ପ୍ରଶ୍ନ ପଚାରିଲେ। ଓହୋ ବାବାରେ ବାବା, ଏତେ ପ୍ରଶ୍ନ ଏକା ସାଙ୍ଗରେ। ରୁହ ମୁଁ କହୁଛି, ରୁହ, ସମସ୍ତେ ଏଠି ବସ। ତାପରେ ଟିକି ସରସ୍ୱତୀ ମାଙ୍କ ବିଷୟରେ କହିବାକୁ ଲାଗିଲା। ଆଚ୍ଛା ମୁଁ କହୁଛି ଶୁଣ। ମାଘ ମାସର ଶୁକ୍ଳପକ୍ଷ ପଞ୍ଚମୀ ତିଥିକୁ ବସନ୍ତ ପଞ୍ଚମୀ କୁହନ୍ତି, କାରଣ ଏହି ଦିନଠାରୁ ବସନ୍ତ ଋତୁର ଆଗମନ ହେଇଥାଏ। ଆଉ ସେଇଦିନ ମା ସରସ୍ୱତୀଙ୍କର ସୃଷ୍ଟି ହେଇଥିଲା। ଆଣ୍ଟି, ସୃଷ୍ଟି ମାନେ ସେ କେମିତି? ଆରେ ବାପା ଜଗୁ, ଶୁଣୁ, ଆମ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବ୍ରହ୍ମା। ବ୍ରହ୍ମା ସିନା ସୃଷ୍ଟି କରିଦେଲେ, ହେଲେ ସ୍ୱର, କଥା, ଶବ୍ଦ କିଛି ନଥିଲା। ବ୍ରହ୍ମାଣ୍ଡଟା ସାରା ଖାଲି ଶୂନ୍ୟତା ହିଁ ଥିଲା। ବ୍ରହ୍ମଦେବ ଭାରି ଚିନ୍ତାରେ ପଡ଼ିଗଲେ। ଓ ତାପରେ ତାପରେ ଆଉ କଣ ହେଲା? ଆଉ ଶୁଣୁ, ବ୍ରହ୍ମଦେବ ବିଷ୍ଣୁଙ୍କ ପାଖକୁ ଗଲେ ଆଉ ବ୍ରହ୍ମାଣ୍ଡର ସମସ୍ୟା ବିଷୟରେ ଜଣେଇଲେ। ତାପରେ ବିଷ୍ଣୁ ସବୁ ବୁଝିପାରିଲେ। ସେ ମାତା ଦୁର୍ଗାଙ୍କୁ ସ୍ମରଣ କଲେ। ଦୁର୍ଗା ମା ସାଙ୍ଗେ ସାଙ୍ଗେ ପ୍ରକଟ ହେଲେ। ତାପରେ ସବୁ ଦେବାଦେବୀ ଏକାଠି ହେଇ ଦୁର୍ଗା ମାତାକୁ ସମସ୍ୟା ଜଣାଇଲେ। ଦୁର୍ଗା ମାତା ତାଙ୍କ ଶକ୍ତିରୁ ଗୋଟେ ନାରୀ ସୃଷ୍ଟି କଲେ। ଆଉ ଜାଣିଛ ପିଲାମାନେ, ସେ ନାରୀ 4 ହାତ ବିଶିଷ୍ଟ ଥିଲେ। ଗୋଟେ ହାତରେ ବୀଣା, ଆଉ ଗୋଟେ ହାତରେ ପୁସ୍ତକ, ଆଉ ଗୋଟେ ହାତ ତାଙ୍କର ବରମୁଦ୍ରାରେ ଥିଲା, ଆଉ ଅନ୍ୟ ହାତରେ ମାଳା ଥିଲା। ତାପରେ ତାଙ୍କ ବୀଣା ସ୍ୱରରେ ବ୍ରହ୍ମାଣ୍ଡ ସ୍ୱରରେ ପୂରିଗଲା। ନଦୀର କଳକଳ ସ୍ୱର, ପକ୍ଷୀମାନଙ୍କର କିଚିରିମିଚିରି ସ୍ୱର, ପଶୁ ମାନବ ସମସ୍ତେ କଥା କହିଲେ। ସେଥିପାଇଁ ସେ ସ୍ୱରର ଦେବୀ ସରସ୍ୱତୀ। ଓ ମା, ଏବେ ବୁଝିଲୁ, ସେଦିନ ତାହେଲେ ସରସ୍ୱତୀଙ୍କର ଜନ୍ମଦିନ ଥିଲା। ଛୋଟ ଛୋଟ ପକ୍ଷୀମାନେ ଟିକି ଚଢ଼େଇ ଆଉ ମିନୁ ମାଉସୀ ଠାରୁ ବହୁତ କଥା ଜାଣିଲେ। ତା ପରଦିନ ସ୍କୁଲରେ ପ୍ରଶ୍ନ ପଚରାଗଲା। ସବୁ ପିଲା ଉତ୍ତର ମଧ୍ୟ ଦେଲେ, ହେଲେ କ୍ଲାସରେ ଜଗୁ ସବୁଠାରୁ ଭଲ ଉତ୍ତର ଦେଲା। ଆରେ ବା ପିଲାମାନେ, ଆଜି ତ ସମସ୍ତେ ପ୍ରଶ୍ନର ଉତ୍ତର ଦେଇଦେଲ, ହେଲେ ଆଜି ଜଣେ ସବୁଠାରୁ ଭଲ ଉତ୍ତର ଦେଇଛି। ସେ ହେଉଛି ଜଗୁ। ତାହେଲେ ମ୍ୟାଡାମ, ମତେ କଣ ପୂଜା ଦିନ 2ଟା ଲଡୁ ମିଳିବ? ହଁ ହଁ, ତତେ 2ଟା ଲଡୁ ମିଳିବ। ତାପରେ ସ୍କୁଲ ଛୁଟି ହେଇଗଲା। ସବୁ ପିଲା ଘରକୁ ଗଲେ। ରାନୁ କାଉ ଆଉ ଜଗୁ ମଧ୍ୟ ଘରକୁ ଗଲେ। ଜଗୁ, ଏ ଜଗୁ। ହଁ ମାମା, କୁହ। ଆରେ ତୁ ସରସ୍ୱତୀଙ୍କ ବିଷୟରେ ଏତେ କଥା କେମିତି ଜାଣିଲୁ? ମୁଁ ତ ତତେ କହିନି। ମାମା, ମୁଁ କାଲି ଟିକି ଆଣ୍ଟି ଘରକୁ ଯାଇଥିଲି। ସେଠି ମତେ ଟିକି ଆଣ୍ଟି ସବୁ କଥା ଜଣେଇ ଦେଇଛନ୍ତି। ଆରେ ବା, ମୋ ସୁନା ପୁଅ। ତାପରେ ଏମିତିରେ କିଛି ଦିନ ବିତିଗଲା। ପୂଜା ଦିନ ଆସି ପହଞ୍ଚିଲା। ସେଦିନ ପକ୍ଷୀମାନେ ବିଦ୍ୟାଳୟକୁ ସୁନ୍ଦର ଭାବେ ସଜେଇ ଦେଇଥିଲେ। ମାତା ସରସ୍ୱତୀକୁ ପୂଜା କରାଗଲା। ପୁଷ୍ପାଞ୍ଜଳି ମଧ୍ୟ ଦିଆଗଲା। ଭୋଗ ଲାଗି ହେଲା। ତାପରେ ସମସ୍ତଙ୍କୁ ପ୍ରସାଦ ଦିଆଗଲା। ଜଗୁକୁ 2ଟା ଲଡୁ ଅଧିକ ଦିଆଗଲା। ସବୁ ପିଲା ଖୁସି ମନରେ ପୂଜା କରି ପ୍ରସାଦ ପାଇ ଘରକୁ ଫେରିଲେ। ସାଙ୍ଗମାନେ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ସାଙ୍ଗମାନେ ଏ ଭିଡ଼ିଓ ଯଦି ଆପଣମାନେ କିଛି ବି ଭୁଲ ଡବିଂ ଯଦି ମାର୍କ କରିଛନ୍ତି ତାହେଲେ ପ୍ଲିଜ୍ କମେଣ୍ଟ ଦ୍ୱାରା ଜଣାନ୍ତୁ ସାଙ୍ଗମାନେ। ଆମେ ବି ଜାଣିପାରିବୁ ଭିଡ଼ିଓଟିକୁ ଆପଣ କେତେ ଧ୍ୟାନ ଦେଇ ଦେଖିଥିଲେ। ସାଙ୍ଗମାନେ ଏ ଭିଡ଼ିଓଟିରୁ ଦେଖି ଆପଣମାନେ କ'ଣ ଶିଖିପାରିଲେ ସେଇଟା ବି ଆପଣମାନେ କମେଣ୍ଟ ଦ୍ୱାରା ଜଣାଇବେ ସାଙ୍ଗମାନେ।